ନାଇଁ ଏଇଭଳିଆ ଖାଲି ମିଛ ପ୍ରୋପାଗଣ୍ଡା। କାଲି ମୁଁ ମୋର ଜୀବନ ଦଶା ଭିତରେ କ୍ଲାସ୍ 7th 58 58-60 ମସିହାରୁ ଲିଙ୍ଗରାଜ ସେବା କରି ଆସିଛି। ଟାଉନ୍ କ୍ଲବର ଜଣେ ମେମ୍ବର ହିସାବରେ ଲୋକଙ୍କୁ ସାହାଯ୍ୟ କରିବା, ମନ୍ଦିର ଭିତରେ ବେଲପତ୍ର ପତ୍ର ଉଠେଇବା, ଲିଟ୍ ଆଣ୍ଡ କ୍ଲିନ୍ କରିବା, କିଏ କେଉଁଠି ଇଞ୍ଜର୍ଡ ହେଲା ହସ୍ପିଟାଲକୁ ନେବା, ପିଇବା ପାଣି ଦେବା। କାଲି ମୋ ପିଲା ଦେଖିଦେବେ, ଶହ ଶହ ପିଲା ସେଇ କାମ ସବୁ କରୁଥିଲେ। ଯେଉଁଟା ଚାଲିଛି 60 ବର୍ଷ ହେଲାଣି ଚାଲିଛି। ଏବଂ ଏଇ ଯେଉଁ ଭଜନ, ଏ ଭଜନ ମଧ୍ୟ 40 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। କେବଳ ଭାରତବର୍ଷର ଗାୟିକା ଲତା ମଙ୍ଗେଶକୁ ଛାଡ଼ିଦେଲେ ସମସ୍ତେ ଆସିଗଲେଣି। କାରଣ ସେ ବହୁତ ଡିମାଣ୍ଡ କଲେ, 30 ଲକ୍ଷ କହିଲେ, ମୁଁ ତାଙ୍କୁ 7 ଲକ୍ଷ ଯାଏଁ ଗଲି, ଅନୁରୋଧ କଲି ପୁରୀ ଯାଇନାହାନ୍ତି ଆସନ୍ତୁ, ପୁରୀ ଜଗନ୍ନାଥ ଦର୍ଶନ କରିବେ, କୋଣାର୍କ ଟେମ୍ପଲ ଦେଖିବେ, ବହୁ ଲିଙ୍ଗରାଜ ଦର୍ଶନ କରିବେ, ଗୀତ ଗାଇବେ ଯିବେ। ସେ ଖାଲି ପଇସା ପଇସା ହେଇ ସ୍ୱର୍ଗକୁ ଚାଲିଗଲେ। ସେ ଯାହା ହଉ, କାଲି ଲୋକ ମୁଁ କେବେ ଦେଖିନଥିଲି, କାଲି ଭୟଙ୍କର ଲୋକ ହେଇଥିଲେ ଲିଙ୍ଗରାଜ ଦର୍ଶନ କରିବା ପାଇଁ। ହଁ ହଁ। ଏବଂ ପୁଲିସ କମିଶନ, ଡିସିପି, ପୋଲିସ ଅଫିସର ମାନଙ୍କୁ ଧନ୍ୟବାଦ। 3ଟା ରାତିରୁ ସେମାନେ ଲାଇନରେ ରହି ଲୋକଙ୍କୁ ଛାଡ଼ୁଥିଲେ। ଜିଲ୍ଲାପାଳ ଖୋର୍ଦ୍ଧା, ଏଡିଏମ୍ ଭୁବନେଶ୍ୱର, ଟ୍ରଷ୍ଟି ବୋର୍ଡ ସମସ୍ତେ, ମୁଁ ରାତି 3ଟାରେ ପହଡ଼ ଖୋଲିଲା ବେଳେ ଯାଇ ପହଞ୍ଚିଲି। 3ଟା10ରେ ଦର୍ଶନ କଲି ସବୁ ବର୍ଷ। ଏବଂ ମୁଁ ବାମୁଣ ନିଯୋଗ ଭାଇମାନଙ୍କୁ ଧନ୍ୟବାଦ ଦେବି, ଆମର ପ୍ରଜାପଣ୍ଡା ନିଯୋଗ ଭାଇମାନଙ୍କୁ ଧନ୍ୟବାଦ ଦେବି, ବଡ଼ୁ ନିଯୋଗ ଭାଇମାନଙ୍କୁ ଧନ୍ୟବାଦ ଦେବି, ସମର୍ଥା ନିଯୋଗ ଭାଇମାନଙ୍କୁ ଧନ୍ୟବାଦ ଦେବି। କାଲି ପତାକା ମହାଦୀପ ଉଠିଲା ବେଳକୁ ଜଣେ ସେବାୟତ ଖସି ପଡ଼ିଲେ। ଯାହା ହଉ ଲିଙ୍ଗରାଜ ତାଙ୍କୁ ବଞ୍ଚେଇ ଦେଇଛନ୍ତି। ଇଞ୍ଜର୍ଡ ହେଇଛନ୍ତି, ମୁଣ୍ଡ ଫାଟିଛି, ହାଡ଼ ଭାଙ୍ଗିଛି, ସବୁ ହେଇଛି। ସେ ଜିଲ୍ଲାପାଳ କ'ଣ ଦେଖିବେ, କ'ଣ ଦେଖିବେ? ହଠାତ୍ ତ ଗୋଡ଼ ଖସିଗଲା ଆଉ। ସେମାନେ କାଲି କେମିତି 20 ଜଣ ଯାଇଥିଲେ ଉପରକୁ, କାଲି 20 ଜଣ ଯାଇଥିଲେ ଉପରକୁ, ସେ ଗୋଟାକରେ ଖସିଗଲା। ଯାହା ହଉ ଲିଙ୍ଗରାଜ ତାକୁ ବଞ୍ଚେଇ ଦେଇଛନ୍ତି, କିଛି ଅସୁବିଧା ନାହିଁ, ଟ୍ରିଟମେଣ୍ଟ ଚାଲିଛି। ମୁଁ ଏଇନା ଯାଉଛି ତାଙ୍କୁ ଦେଖିବା ପାଇଁ। ଆଉ କାଲି ଶାନ୍ତି ଶୃଙ୍ଖଳାର ସହିତ ହେଇଛି। ପୋଲିସ କାମ ପ୍ରଶଂସନୀୟ, ସେବାୟତମାନଙ୍କ କାମ ପ୍ରଶଂସନୀୟ, ଟ୍ରଷ୍ଟି ବୋର୍ଡର କାମ ପ୍ରଶଂସନୀୟ। ଜନସାଧାରଣଙ୍କୁ ଧନ୍ୟବାଦ। କାଲି ଭଳିଆ ଲୋକ କେବେ ମୁଁ ଜୀବନରେ ଦେଖିନଥିଲି। 50 ବର୍ଷ ଭିତରେ ଏତେ ଲୋକ ସମାଗମ। ଲେଡ଼ିଜ୍ ଏଥର ବହୁତ ଯାଇଥିଲେ, ସକାଳ 5ରୁ ଦର୍ଶନ କରିବା ପାଇଁ। ଶାନ୍ତି ଶୃଙ୍ଖଳାରେ ହେଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଯାଇଥିଲେ, ମଧ୍ୟ ଦର୍ଶନ କଲେ। ଲ ମିନିଷ୍ଟର ଯାଇଥିଲେ, ଅନ୍ୟାନ୍ୟ ନେତା ସବୁ ଯାଇଥିଲେ। ଖୁବ୍ ସୁନ୍ଦର ଭାବେ କାଲି ଜାଗର ଯାତ୍ରା, ମହାଦୀପ ଉପରକୁ ଉଠିଥିଲା, ଶାନ୍ତିରେ ହେଇଛି।